ଓଡ଼ିଆ ଘରେ ପୂର୍ବପଲ୍ଲୀର ପ୍ରତ୍ୟେକ ଘରେ ଯେଉଁ ପାଳିତ ହେଉଛି ନୂଆ ଲୁଗା ପିଠା ପର୍ବ ପିନ୍ଧିକି ଖାଇକି ପାଳନ କରୁଛନ୍ତି। ଆମ ଏଇଠି ଯେଉଁ ବୟସ ଅପରାହ୍ନରେ ଯେଉଁ ମା ମାଉସୀମାନେ ଆସିକି ଶିବମୁନି ଆଶ୍ରମରେ ରହିଛନ୍ତି, ତାଙ୍କୁ ତାଙ୍କ ପିଲାମାନେ ଅବହେଳା କରିଥିବାରୁ ସେ ଆସିକି ଏଠି ପହଞ୍ଚି ଯାଇଛନ୍ତି। ଆଉ ବର୍ତ୍ତମାନ ଆମେ ଯେଉଁ ନ୍ୟୁକ୍ଲିୟର ଫ୍ୟାମିଲି ହେଇଯାଇଛି, ମାନେ ସମ୍ପର୍କ ସବୁ କମି କମି ଯାଉଛି, ଯାହାଫଳରେ କି ବୃଦ୍ଧ ଲୋକମାନେ ପିଲାମାନେ ଭାବୁଛନ୍ତି ବାପା ମା ମାନେ ଆଉ ଦରକାର ନାହାନ୍ତି, ତାଙ୍କୁ ସେଥିପାଇଁ ଛାଡ଼ି ଦେଇଛନ୍ତି। ଆଜି ଆମେ ଆସିଲୁ ତାଙ୍କ ପାଇଁ ନୂଆ ଲୁଗା ମିଠା ପିଠା ସବୁ ଧରିକି ଆସିଥିଲୁ। ତାଙ୍କୁ ନୂଆ ଲୁଗା ପିନ୍ଧାଇ ମିଠା ଖୁଆଇ ପାନ ଖୁଆଇ ଯେଉଁ ଖୁସି ଅନୁଭବ କଲୁ, କିଛି ସମୟ ପାଇଁ ଆମ ସ୍ଥିତି ଆମେ ଭୁଲିଗଲୁ। ଆଉ ମୁଁ ସମାଜକୁ ଏଇ ମାନେ ଇଏ ମାଧ୍ୟମରେ ବାର୍ତ୍ତା ଦେଉଛି ଯେ ସମସ୍ତେ ବାପା ମାଆଙ୍କୁ ମାନେ ନିଜେ ଇଏ କରନ୍ତୁ, ମାନେ ଭଗବାନ ସେ ଜୀବନ୍ତ ଭଗବାନ, ତାଙ୍କୁ ଦେଖନ୍ତୁ। ମାନେ ତାଙ୍କ ବାପା ମା ଛୋଟବେଳେ ଆମର କେତେ ଅଳି ଅର୍ଦଳି ସହିକି ଆମକୁ ଏତେ ବାଟେ ପହଞ୍ଚିଛନ୍ତି। ଯଦି ବୟସ ହେଇଗଲା ପରେ ତାଙ୍କର କିଛି ଅଝଟ ବୋଲି ଭାବୁଥାଉ, ଯଦି ତାଙ୍କୁ କିଛି ଭାବୁଥାଉ, ତାଙ୍କୁ ସେଇଟା ସବୁ ମାନେ ନିଜର ଛୁଆ ଭାବିକି ଯେମିତି ସ୍ନେହ ଶ୍ରଦ୍ଧା କରିକି ରଖୁଛନ୍ତି, ସେମିତି ବାପା ମାଆଙ୍କୁ ସ୍ନେହ ଶ୍ରଦ୍ଧା କରିକି ରଖନ୍ତୁ। ସୁଚିସ୍ମିତା କଳା, ବହୁତ ଖୁସି ଲାଗୁଛି। ତାଙ୍କର ଯେଉଁ ଆମେ ଯେଉଁ ମିଠା ପିଠା ଶାଢ଼ୀ ନେଇକି ଆସିକି ଦେଇକି ଯେଉଁ ପର୍ବଟା ପାଳନ କଲୁ ପ୍ରଥମାଷ୍ଟମୀ, ମା ମାଉସୀଙ୍କ ମନରେ ଏତେ ଖୁସି, ମାନେ ଆମେ ମାନେ ସେ ଖୁସିଟା ଆମେ କହିବାକୁ ମାନେ କହିଲେ ନ ସରେ। ଯେଉଁ ଆଜି ଜଣେ ମଉସାଙ୍କୁ ପଚାରୁଥିଲି, ମଉସାଙ୍କର ଗୋଡ଼ ପାରାଲିସିସ୍ ହେଇଯାଇଛି, ତାଙ୍କ ପୁଅ ବୋଉମାନେ ସେବା କରୁନାହାନ୍ତି। ସେଇଥିପାଇଁ ମୁଁ ମାନେ ପ୍ରତ୍ୟେକ ଭାଇ ଭଉଣୀ ଭାଇ ଭାଉଜ ସମସ୍ତଙ୍କୁ ପୁଅ ବୋଉମାନଙ୍କୁ ମୋର ଏତିକି ଅନୁରୋଧ, ବାପା ମା ମାନଙ୍କୁ ଘରେ ରଖନ୍ତୁ, ସେବା ଯତ୍ନ କରନ୍ତୁ। ବାପା ମା ମାନେ ହେଲେ ଜୀବନ୍ତ ମାନେ ଦେବତା, ତାଙ୍କୁ ସେବା କଲେ ଆମେ ହିଁ ଖୁସିରେ ରହିବା। ତାଙ୍କୁ ସେବା କରନ୍ତୁ ଆଉ ଖୁସିରେ ରଖନ୍ତୁ। କାହିଁକିନା ସେ ମାନେ ସେଇଟା ଆମର ଦୁଃଖ, ମାନେ ସେଇଟା କହିପାରୁନି, କାହିଁକିନା ସେମାନଙ୍କ ମନ ଯେଉଁ ମାନେ ଦୁଃଖ, ସେଇଟା ଆମେ ଅନୁଭବ କରିକି ମାନେ ବହୁତ କଷ୍ଟ ଲାଗୁଛି। ମାନେ ସେଇଟା ତ ବହୁତ ମାନେ ଆନନ୍ଦ ବି ଲାଗୁଛି, ସେଥିରେ ଦୁଃଖ ବି ଅନୁଭବ ହେଉଛି।